ପଶ୍ଚିମ ଓଡ଼ିଶାକୁ ମାଡ଼ି ଆସୁଛି ଗ୍ରୀଷ୍ମ ଲହରୀ। 19 ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର। ତତଲାଗଡ଼ ପାଲଟିଛି ଟିଟିଲାଗଡ଼। ମଙ୍ଗଳବାର ସେଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ଟପିଥିବା ବେଳେ ବୁଧବାର 42 ଡିଗ୍ରୀ ପାରଦ ଛୁଇଁଛି। ଭବାନୀପାଟଣାରେ ଦିନ ତାପମାତ୍ରା 41.8 ଡିଗ୍ରୀ ରହିଛି। ବଲାଙ୍ଗୀର, ହୀରାକୁଦ ଏବଂ ସମ୍ବଲପୁରରେ ପାରଦ 41 ଡିଗ୍ରୀ ଲେଖାଏଁ ଥିବାବେଳେ ଝାରସୁଗୁଡ଼ାରେ 41.6 ଡିଗ୍ରୀ ରହିଛି। ତାଳରରେ ବୌଦ୍ଧ ଏବଂ ନୂଆପଡ଼ାରେ ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ଛୁଇଁଛି। ଉତ୍ତର, ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ତଳେ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା 2 ଦିନ ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ପରବର୍ତ୍ତୀ 2 ଦିନ ମଧ୍ୟରେ ପୁଣି ତାପମାତ୍ରା ଆହୁରି 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ବିଶେଷ କରି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, ଦେବଗଡ଼, କନ୍ଧମାଳ, ଅନୁଗୁଳ, ସୁନ୍ଦରଗଡ଼ ଏବଂ ନୂଆପଡ଼ାରେ ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାକୁ ମାଡ଼ି ଆସୁଛି ଗ୍ରୀଷ୍ମ ଲହରୀ। କିଛି ସ୍ଥାନରେ ତାତି 45 ଡିଗ୍ରୀରୁ କମିବ ନାହିଁ ବୋଲି ସତର୍କ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।